जय जगन्नाथ पिलामाने तुम मानकु मो यूट्यूब चैनल को स्वागत। पिलामाने प्रथम रु अष्टम जाए एनईपी 2020 अनुजाई नूतन सिलेबस आसी जाइछि। षष्ठ श्रेणी पिलामानक पई साहित्य सुधा बहिर प्रथम पाठ जन्मभूमि विषय रे आज आमे एई भिडियो आलोचना करिबा। चलंतु एबे डेरी न करी आमे पद्य विभागटी को पढ़ी नै तार अर्थ बुझी नेबा। जन्मभूमि प्रथम पाठ राग चोखी। एहार कवि हेउछन्ति भक्त कवि मधुसूदन राव। भक्त कवि मधुसूदन राव पुण्यधाम पुरी सहर में 1835 मसीह जन्मग्रहण करथिले। तांक रचित पद्म, प्रभात, पृथ्वी प्रीति, बसंत गाथा, उत्कल गाथा, निर्विसितर विलाप प्रभृति कविता गुड़िक खूब सरल और मनमुग्धकर। जन्मभूमि कवितारे कवि जन्म माटीर जसमान करिछन्ति। एठारे भक्त कवि मधुसूदन राव जन्मभूमि विषय रे वर्णना करिछन्ति। शेषरे 1912 मसीह रे भक्त कवि मधुसूदन राव यह लीला त्याग करिथिले। एबे आमे पद्यटी को पढ़ी नेबा एवं यार अर्थ आमे बुझिबा। तू ही मा जन्म भूमि पवित्र भारत भूमि, तोहरी संतान आम्भे अटू सारबे। तोर श्री चरणे सेवा पाई मन प्राण देवा, गाइबा तोहरी नाम आनंद रवे। तो आनंदे होइबा सुखी, कांदिबा दुखरे तोर होइण दुखी। धन्य महिमा तोहर नाही तार पटांतर, मस्तकरे हिमालय पर्वत बर। दुई पारुषे जलधि, ब्रह्मपुत्र सिंधु नदी चरण रे विभाजित महासागर। विंध्यगिरि बर कटीरे गंगादि, केते नदी शोभा शरीरे। जनमिले तो कोଳରେ केते सुर वीरान रे, रामचंद्र भीष्म द्रोण कर्ण अर्जुन। महाकवि वेद व्यास वाल्मीकि कालिदास, गाइले पवित्र कंठे तोहरी गुण। चैतन्यादि महात्मा जने पचारिले विभु नाम आनंद मने।
କେତେ କେତେ ପୁଣ୍ୟବତୀ କେତେ ପତିବ୍ରତା ସତୀ କେତେ ବୀର ନାରୀ କେତେ ବୀର ଜନନୀ ସମସ୍ତେ ତୋର ଦୁହିତା ପଦ୍ମିନୀ ସାବିତ୍ରୀ ସୀତା ଦୁର୍ଗାବତୀ ଆଦି କେତେ ବୀର ରମଣୀ ନମଇମା ଭକତି ଭରେ ଅଧମ ଅକ୍ଷମ ସୁତ ତୋ ଚରଣରେ। ପିଲାମାନେ, ଜନ୍ମଭୂମିର ପଦ୍ୟଟିକୁ ମୁଁ ପଢ଼ିନେଲି। ଏବେ ଆମେ ଏହାର ଅର୍ଥ ବୁଝିବା। ତୁହି ମା ଜନ୍ମଭୂମି ପବିତ୍ର ଭାରତ ଭୂମି। କବି ଏଠାରେ କହୁଛନ୍ତି, ତୁହି ମା ଜନ୍ମଭୂମି, ତୁ ମୋ ଜନ୍ମଭୂମି। ପବିତ୍ର ଭାରତ ଭୂମି, ତୁ ହେଉଛୁ ମୋର ପବିତ୍ର ଭାରତ ଭୂମି। ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ। ମା, ତୁ ମୋ ମା, ପବିତ୍ର ଭାରତ ଭୂମି ଜନ୍ମଭୂମି, ତୋହରି ସନ୍ତାନ ଆମେ ସମସ୍ତେ ଅଟୁ। ତୋର ଶ୍ରୀ ଚରଣେ ସେବା ପାଇଁ ମନ ପ୍ରାଣ ଦେବା। ତୋ ଶ୍ରୀ ଚରଣରେ, ତୋ ପାଦପଦ୍ମରେ ମୁଁ ମୋର ମନ ପ୍ରାଣ ଦେଇ ମୁଁ ସେବା କରିବି। ଗାଇବା ତୋହର ନାମ ଆନନ୍ଦ ରବେ। ମନ ପ୍ରାଣ ଦେଇ ତୋର ସେବା କରିବି ତୋ ପାଦପଦ୍ମରେ ଏବଂ ତୋର ନାମ, ଯଶ, କୀର୍ତ୍ତି, ତୋର ଗୌରବ ଗାଥାକୁ ଆମେ ସମସ୍ତେ ଆନନ୍ଦରେ ଗାଇବୁ। ତୋ ଆନନ୍ଦେ ହୋଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ। ତୋ ଆନନ୍ଦରେ ଆମେ ସୁଖୀ ହୋଇବୁ। ତୁ ମୋ ମା, ତୁ ମୋ ଜନ୍ମଭୂମି, ତୁ ମୋ ପବିତ୍ର ଭାରତ ଭୂମି। ତୁ ଖୁସି ହେଲେ ତୋର ଏ ଜନ୍ମଭୂମି, ଜନ୍ମ ମାଟି ଶସ୍ୟ ଶ୍ୟାମଳା ହୋଇ ଆନନ୍ଦିତ ହୋଇ ଖୁସି ହେଲେ, ସୁଖୀ ହେଲେ ଆମେ ସେଥିରେ ସୁଖୀ ହେବୁ, ଖୁସି ହେବୁ। କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ। ଯଦି ତୁ ଦୁଃଖରେ ରହିବୁ, ଆମ୍ଭେମାନେ ମଧ୍ୟ ତୁ ଦୁଃଖରେ ଦୁଃଖୀ ହେବୁ। ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର, ମସ୍ତକରେ ହିମାଳୟ ପର୍ବତ ବର। ଧନ୍ୟ ମହିମା ତୋର ମା, ତୋର ମହିମା ହେଉଛି ଧନ୍ୟ। ସେ ମହିମାର ଅନ୍ତ ନାହିଁ, ନାହିଁ ତାର ପଟାନ୍ତର, ତାର ସୀମା ନାହିଁ। ତୋ ମହିମା ଧନ୍ୟ ଲୋ, ଧନ୍ୟ ମା, ମୋ ଜନ୍ମଭୂମି ଧନ୍ୟ। ମସ୍ତକରେ ହିମାଳୟ ପର୍ବତ ବର। ଭାରତ ମାର ମସ୍ତକରେ ଉତ୍ତର ଦିଗରେ ହିମାଳୟ ପର୍ବତ ମୁକୁଟ ଭଳି ଦଣ୍ଡାୟମାନ ହୋଇ ଠିଆ ହୋଇଛି। ମୋ ଭାରତ ମା କେତେ ସୁନ୍ଦର ଦେଖାଯାଉଛି। ହିମାଳୟ ପର୍ବତକୁ ଧାରଣ କରି ମୁକୁଟ, ମସ୍ତକରେ ମୁକୁଟ ଭଳି ଧାରଣ କରି ମୋ ଭାରତ ଜନ୍ମଭୂମି କେତେ ସୁନ୍ଦର ଦେଖାଯାଉଛି। ଦୁଇ ପାର୍ଶ୍ୱେ ଜଳଧି, ଦୁଇ ପାର୍ଶ୍ୱର, ଭାରତର ଦୁଇ ପାର୍ଶ୍ୱରେ ଜଳଧି, ବ୍ରହ୍ମପୁତ୍ର ସିନ୍ଧୁ ନଦୀ, ଦୁଇ ନଦୀ ବହି ଯାଇଛି। କେତେ ତାର ସୌନ୍ଦର୍ଯ୍ୟ, ତାର ପ୍ରାକୃତିକ ସୌନ୍ଦର୍ଯ୍ୟ କେତେ ସୁନ୍ଦର ଦେଖାଯାଉଛି ମା। ଚରଣରେ ବିରାଜିତ ମହାସାଗର, ତୋ ପାଦପଦ୍ମରେ, ତୋ ଚରଣରେ ପୂର୍ବରେ ବଙ୍ଗୋପସାଗର, ପଶ୍ଚିମରେ ଆରବ ସାଗର ତୋ ପାଦପଦ୍ମରେ ବହି ଯାଇଛନ୍ତି। ବିନ୍ଧ୍ୟ ଗିରିବର କଟିରେ, କଟି ଅଣ୍ଟା, ତ ଅଣ୍ଟା ଭାଗରେ ବିନ୍ଧ୍ୟ ଗିରି ଅର୍ଥ ପର୍ବତ, ବିନ୍ଧ୍ୟ ପର୍ବତର କେତେ ସୁନ୍ଦର ଦେଖାଯାଉଛି। ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ,
ତୋ ଶରୀର ଦେଇ ବ୍ରହ୍ମପୁତ୍ର ନଦୀ, ସିନ୍ଧୁ ନଦୀ, ଗଙ୍ଗା ନଦୀ, କେତେ ନଦୀ ବହି ଯାଇଛି। ତୁ କେତେ ସୁନ୍ଦର ଦେଖାଯାଉଛୁ। ତୋ ଶରୀର କେତେ ଶୋଭା ମଣ୍ଡିତ କରୁଛନ୍ତି ସେଇ ନଦୀର ପ୍ରବାହିତ ସ୍ରୋତ ଦ୍ୱାରା। ତୋ ଶରୀର କେତେ ସୁନ୍ଦର ଭାବରେ ଶୋଭା ପାଉଛି। କବି କେତେ ସୁନ୍ଦର ବର୍ଣ୍ଣନା କରିଛନ୍ତି ଆମ ଜନ୍ମଭୂମି ଭାରତ ମାଆକୁ, କେତେ ସୁନ୍ଦର ଭାବରେ ସେ ବର୍ଣ୍ଣନା କରିଛନ୍ତି। ଜନମିଲେ ତୋ କୋଳରେ କେତେ ସୁରବୀର ନରେ, ତୋ କୋଳରେ ମା, ତୋ କୋଳରେ ଅସୁର ଜନ୍ମିଛନ୍ତି, ବୀର ମହାପୁରୁଷମାନେ ଜନ୍ମିଛନ୍ତି। ତୋ କୋଳରେ ତୋ ସନ୍ତାନମାନଙ୍କୁ ତୁ ଜନ୍ମ ଦେଇଛୁ। ତୋରି କୋଳରେ ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ ଭଳି ବୀର ପୁରୁଷମାନେ ଜନ୍ମଗ୍ରହଣ କରିଛନ୍ତି। କେତେ ମହାକବି ବେଦ ବ୍ୟାସ, ବାଲ୍ମୀକି, କାଳିଦାସ ତୋରି କୋଳରେ ଜନ୍ମ ଲାଭ କରିଛନ୍ତି। ବଡ଼ ବଡ଼ କବି ପଣ୍ଡିତ ବେଦବ୍ୟାସ ଠାରୁ ଆରମ୍ଭ କରି ବାଲ୍ମୀକି, କାଳିଦାସ ପର୍ଯ୍ୟନ୍ତ କେତେ ମହାକବି ତୋରି କୋଳରେ ଜନ୍ମ ଲାଭ କରିଛନ୍ତି। ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ସମସ୍ତେ ତୋରି ଗୁଣ ଗାଥାକୁ ସମସ୍ତେ କଣ୍ଠରେ ଗାନ କରୁଛନ୍ତି। ତୁ କେତେ ମହାନ, ତୁ କେତେ ପବିତ୍ର, ତୁ କେତେ ସୌନ୍ଦର୍ଯ୍ୟମୟ, ଶସ୍ୟ ଶ୍ୟାମଳା, ତୋର ସୌନ୍ଦର୍ଯ୍ୟ କେତେ ମହାନ। ଚୈତନ୍ୟାଦି ମହାତ୍ମା ଜନେ, ପଚାରିଲେ ବିଭୁ ନାମ ଆନନ୍ଦ ମନେ। ଚୈତନ୍ୟ ଭଳି ମହାତ୍ମା ତୋ ଗର୍ଭରେ, ତୋ କୋଳରେ ଜନ୍ମ ଲାଭ କରିଛନ୍ତି। ପଚାରିଲେ ବିଭୁ ନାମ ଆନନ୍ଦ ମନେ। କେତେ କେତେ ପୁଣ୍ୟବତୀ, କେତେ ପତିବ୍ରତା ସତୀ, ଅନେକ ଅନେକ ପୁଣ୍ୟବତୀ ପତିବ୍ରତା ସତୀ ନାରୀ ଜନ୍ମିତ ତୋ କୋଳରେ। କେତେ ବୀର ନାରୀ, କେତେ ବୀର ଜନନୀ, ବୀର ନାରୀମାନେ ତୋ କୋଳରେ ଜନ୍ମ ଲାଭ କରିଛନ୍ତି। କେତେ ବୀର ଜନନୀ, ବୀର ମାତା ତୋରି କୋଳରେ ଜନ୍ମ ଲାଭ କରିଛନ୍ତି। ତୁ ସମସ୍ତଙ୍କୁ ଜନ୍ମ ଦେଇଛୁ, ସମସ୍ତେ ତୋର ସନ୍ତାନ, ସମସ୍ତେ ତୋର ଦୁହିତା, ତୋର ଝିଅ, କାରଣ ତୁ ସମସ୍ତଙ୍କୁ ଜନ୍ମ ଦେଇଛୁ। ତୁ ଆମର ଭାରତ ମା, ତୁ ଆମର ଜନ୍ମଭୂମି। ତୋରି କୋଳରେ କେତେ ଯେ ପୁଣ୍ୟବତୀ ନାରୀ, ପତିବ୍ରତା ସତୀ ନାରୀ, ବୀର ଜନନୀ, ବୀର ମାତା ଜନ୍ମ ଲାଭ କରିଛନ୍ତି। ତାହାର ବର୍ଣ୍ଣନା ତୁଳନା ଅତୁଳନୀୟ। ସମସ୍ତେ ତୋର, ତୁ ଯାହାକୁ ସବୁ ଜନ୍ମ ଦେଇଛୁ ସବୁ ତୋର ଦୁହିତା। ପଦ୍ମିନୀ, ସାବିତ୍ରୀ, ସୀତା, ପଦ୍ମିନୀ, ସାବିତ୍ରୀ, ସୀତା, ଦୁର୍ଗାବତୀ ଆଦି କେତେ ବୀର ରମଣୀ ତୋରି କୋଳରେ ଜନ୍ମ ନେଇଛନ୍ତି। ସମସ୍ତେ ତୋର ଦୁହିତା ଝିଅ, ତୁ ମା, ସେମାନେ ହେଉଛନ୍ତି ତୋର ଝିଅ। କବି କେତେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ନମୋଇ ମା ଭକତି ଭରେ, ମାଲୋ ଭକତି ଭକ୍ତି ହୃଦୟରେ। ମୋ ମଥା ତୋ ପାଦ ତଳେ ନଇଁ ଯାଉଛି ମା। ନମୋଇ ମା ଭକତି ଭରେ, ଭକ୍ତିର ଭରେ, ଭକ୍ତି ସହିତ ନମସ୍କାର କରୁଛି। ଅଧମ ଅକ୍ଷମ ସୁତ ତୋ ଚରଣେ, ସୁତ କହିଲେ ପୁଅ, ମୁଁ ତ ଅଧମ ଅକ୍ଷମ ପୁଅ, ତୋ ପାଦ ପଦ୍ମରେ ମୁଁ କୋଟି କୋଟି ଭକ୍ତି ହୃଦୟ ଭରା, ମୁଁ ତୋ ପାଦ ପଦ୍ମରେ ନମସ୍କାର କରୁଛି। କେତେ ସୁନ୍ଦର ବର୍ଣ୍ଣନା। ଭାରତ ମା, ଆମ ଜନ୍ମଭୂମି, ପବିତ୍ର ଭାରତ ଭୂମି ମା। ତାହେଲେ ପିଲାମାନେ ପଦ୍ୟଟିକୁ ଆମେ ଗାନ କଲେ, ତାର ଅର୍ଥ ବୁଝିଲେ, ପିଲାମାନେ କିଭଳି ଲାଗିଲା ତୁମେମାନେ କମେଣ୍ଟରେ ଜଣେଇବ।
ନେକ୍ସଟ ଭିଡ଼ିଓରେ ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଯଦି ଭଲ ଲାଗିଥିବ ଲାଇକ୍ କରିଦେବେ ଏବଂ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ମୁଁ ଯାହା ପ୍ରସ୍ତୁତ କରି ଛାଡ଼ିବି ତୁମମାନଙ୍କ ପାଖରେ ପହଞ୍ଚି ପାରିବ। ରହିଲି। ଥ୍ୟାଙ୍କ ୟୁ।